ଆଜି ଶୁଣିବା ଉପନ୍ୟାସ ପରଜା। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 3। ପାହାଡ଼ି ମଣିଷ ତର୍କ ବୁଝେ ନାହିଁ। ପିଠିରେ ବସିଲେ ବୁଝେ ମାଡ଼ ହେଲା, ମାଡ଼ ହେଲେ ଭାବେ ବିପଦ ପଡ଼ିଲା। କିଏ ମାରୁଛି, କାହିଁକି ମାରୁଛି ବୁଝିବାକୁ ତାର ଶକ୍ତି ନାହିଁ। ଶୁକ୍ରଚାନୀ ମୁଣ୍ଡକୁ ତଳକୁ ପୋତି ଖାଲି ଚିନ୍ତା କଲା, ବିପଦ ଆସିଲା ଆସେ ଯେପରି ଅନହୁତି ବର୍ଷା, ଅନହୁତି ଶୀତ, ବାଘ ଆଉ ମୃତ୍ୟୁ। ବିପଦ ଆସିଛି, ତଣ୍ଟିକୁ ଧରୁଛି, ଘେନିଯିବ ଏଇ ଅନ୍ଧାରେ ଅନ୍ଧାରେ କେଉଁ ଆଡ଼କୁ ବୋଲି। ହାତ ଗୋଡ଼ ପାଇବ ନାହିଁ, ତୁଣ୍ଡ ଫିଟିବ ନାହିଁ, ଭଲମନ୍ଦ ବାରି ହେବ ନାହିଁ। ଆଖି ଯୋଡ଼ି କରି ଜୁଳୁ ଜୁଳୁ କରି ଖାଲି ଚାହିଁ ରହିଥିବ, ଆଉ ଟାଣି ହୋଇଯିବ କେଉଁ ଦୂରକୁ ବୋଲି। ବିପଦ ଆସିଲା ତାକୁ ଯିବାକୁ ହିଁ ହେବ। ତଥାପି ଶେଷ ଦେଖା ଦେଖିବା ଲୋକ ଯେପରି ଶେଷ ଖରାକୁ ବିକଳ ହୋଇ ଚାହିଁ ରହେ, ଶୁକ୍ରଚାନୀ ସେହିପରି ଚାହିଁ ରହିଲା ତାର ସ୍ୱାଧୀନତା ଟିକଟିକୁ। ପାଟି ଖନି ବାଜିଗଲା। କହିଲା, ଗୋତି? ନାଇଁରେ ନାଇକ, ମୁଁ ପାରିବି ନାହିଁ। ମୋର ମା ଛେଉଣ୍ଡ ପିଲା ଦେଓଟି। ହଉ ହଉ ଚାନି, ରାତି ଗୋଟାକ ପଡ଼ିଛି, ଭାବ, କାଲି କହିବୁ। ସେମାନେ ଚାଲିଗଲେ। ରାତିକୁ ସେ କେବେ ବଡ଼ ବୋଲି ଭାବି ନାହିଁ ଶୁକ୍ରଚାନୀ। ରାତି ତାର ଛାଁକୁ ଆସେ, ରାତି ତାର ଛାଁକୁ ଯାଏ। ପାହାଡ଼ର ଖୋଲ ଭିତରେ ଗାଁ ଉପରେ କିଛି ସଙ୍କେତ ରଖିଯାଏ ନାହିଁ। ପହଡ଼େ ନ ହେଉଣୁ ଚୁଲିରୁ ନିଆଁ ନିଭିଯାଏ, ଘରର ତାଟି ପଡ଼ିଯାଏ, ଗାଁ ଗାଁ ସବୁ ସ୍ୱରଶବ୍ଦ ଯାଏ ପୋଡ଼ି। କିନ୍ତୁ ଆଜିର ରାତିକୁ ଶୁକ୍ରଚାନୀ ଭୁଲି ପାରିଲା ନାହିଁ। ଅନ୍ଧାର ତାର ମନରେ ପଶିଲା, ଅନ୍ଧାର ଅଜଣା ଭୟ, ଛପିଲା ଛପିଲା ରୁନ୍ଧି ରଖା କାନ୍ଦଣା। ଟିକି ଟିକି କରି କାଟି ବାଛି ଅବସ୍ଥାକୁ ବୁଝିବାକୁ ତାର ଚିନ୍ତାର ସେତେ ଜୋର ନାହିଁ। ଖାଲି ଗୋଟାଏ ମୋଟାମୋଟି ଧାରଣା, କରୁଣର କଳା ଛାଇ। ଧାରଣା ଆଣିଦିଏ ମନ ଗହୀରର ଚେତନା ଭିତରେ ସ୍ୱପ୍ନ। ସବୁ ଯେପରି ଏଇ ଆଖି ଆଗେ ଆଗେ ଘଟି ଯାଉଛି, ଆଉ ପ୍ରତିଛବିରେ ଲାଗି ରହିଛି ମନର କୋହ। ଯେପରି କାରୁଣୀରେ ତାର ସବୁ ଚିତ୍ରର ଭାବ ପ୍ରକାଶ। ଆପଣା ପେଟରୁ କାଟି ଶାଗ, ପେଜ ପେଇ ପେଇ ଛୁଆଗୁଡ଼ିଙ୍କୁ ସେ ଆଉ ତାର ସ୍ତ୍ରୀ ସମ୍ବାରୀ ମଣିଷ କରିଥିଲେ। ତାର ସମ୍ବାରୀର କେତେ କଜିଆ। ଘର ଖଣ୍ଡ ଠିଆ କରିବାକୁ ସେ ଆଉ ସମ୍ବାରୀ ଖରାରେ ତରାରେ ଅଣ୍ଟା ଭିଡ଼ି ଲାଗି ପଡ଼ିଥିଲେ। ସେ ବର୍ଷ, ସେ ଥର ଉପରୁ ଗଳଗଳ ପାଣି, ଛୁଆଗୁଡ଼ିକ ଜୁଳୁ ଜୁଳୁ କରି ଚାହିଁ ରହିଥିଲେ। ସେ ଆଉ ସମ୍ବାରୀ ଓରା ଧରି ଲଟକି ପଡ଼ି ଛାତଟିକୁ ପବନ ଦାଉରୁ ବଞ୍ଚାଇ ରଖିଥିଲେ। ସମ୍ବାରୀ ବିଲ ବାଛେ, ଛୁଆ ଗୋଟି ଗୋଟିକୁ ଛାତିରେ ଦେଇଥାଏ ବାନ୍ଧି। ଦେହର ତାତିରେ ଉଷୁମ କରି କରି ସେ ଏମାନଙ୍କୁ ବଢ଼େଇଛି। କେତେ ଦୁଃଖ କଷ୍ଟ ଭୋଗିଛି, ଆଜି ସେମାନେ ଯିବେ ଗୋତି। ଖରା ନାହିଁ, କାକର ନାହିଁ, ଦେହପାର ଭଲ ମନ୍ଦ ନାହିଁ। ପରର ଜୁଆଳି ବେକରେ ପକାଇ ସେମାନେ ବୁଲିବେ ନାହିଁ। ପିଠି ଲାଗିଯାଇଥିବ, ମୁହଁ ଶୁଖାଇ କେବେ କେବେ ରାତିକୁ ଆସି ଡାକିବେ, ବାପା। ସମ୍ବାରୀ ଆଜି ପାଖରେ ନାହିଁ। କେତେ ବଡ଼ ଦୁର୍ଦ୍ଦିନରେ। ଆଜିକୁ ହୋଇଗଲା 10ଟା ବର୍ଷ। ଡୁମା ପାଲଟି ତାର ଆତ୍ମା ବୁଲୁଥିବ କେଉଁ ଝାଡ଼ ଜଙ୍ଗଲରେ, ବର୍ଷା ତୋଫାନରେ, ଶୀତ କାକରରେ ଏକୁଟିଆଟା ବୁଲୁଥିବ ସେ। ଲାଗିଲା, ସତେ ଅବା ସମ୍ବାରୀ କାନ୍ଦୁଛି, ସମ୍ବାରୀ ଅବା କାନ୍ଦୁଛି। ଡବ ଡବ ଆଖି ଉଛୁଳି ଗଳି ପଡ଼ୁଛି ଟୋପା ଟୋପା ଲୁହ। କାନ୍ଦୁଛି। ଆକାଶରେ ଲାଖି ରହିଛି ଅସରନ୍ତି ମେଘ। ସନ୍ତସନ୍ତିଆ ଢେଉ ଢେଉକା ନେଳି, ସାବୁଜା ପାହାଡ଼ ଉପରେ ଅସୁମାରୀ ଖାଲି ମେଘର ସର। ସମ୍ବାରୀ ଏକୁଟିଆଟା ଜଙ୍ଗଲେ ଜଙ୍ଗଲେ ଖୋଜି ଖୋଜି ବୁଲି ବୁଲି ଖାଲି କାନ୍ଦୁଛି। ଲୁହ ଭିଜା ଆକାଶ ତଳେ ସବୁ ସତେକି ଲୁହରେ ଜୁଡ଼ୁବୁଡ଼ୁ। ସେଇ କାନ୍ଦଣାର ପାଣି ତୋଫାନରେ ମିଞ୍ଜି ମିଞ୍ଜି କାନ୍ଦୁରା ଆଲୁଅ ତଳେ ସବୁ ସତେକି ବିଜୁଳି ବେଗରେ ଓଲଟି ପାଲଟି ଯାଉଛି। ଗଛ ଉପୁଡ଼ୁଛି, ପାହାଡ଼ ମୂଳରୁ ତାତି ହୋଇ ଗୋଟା ଗୋଟା ତଡ଼ି ହୋଇ ଯାଉଛି। ସବୁ ଉପୁଡ଼ି ଘୋଟି ଆସୁଛି ଯେଉଁ ପ୍ରଳୟର ସୁଅ, ଆଉ ଅସ୍ତାନ ଦିଗରୁ ଉଦିଆନ ଦିଗକୁ ବିଛେଇ ହୋଇଯାଇଛି କଳା ମିସ୍ ମିସ୍ ଚେତାବୁଡ଼ା ଅନ୍ଧାର। ଶୁକ୍ରଚାନୀ ଅନୁଭୂତିରେ ବୁଡ଼ିଥିଲା। ରାତି ପଶିଥିଲା ତାର ପ୍ରାଣରେ। ମନ ଗହୀରରୁ ଗଦ ଗଦେଇ ଆସୁଥିଲା ରାତି ଅନ୍ଧାରର ଝରଣା ଅତି ଗହୀରରୁ। ଅଧରାତିରେ ମାଣ୍ଡିଆ ଡାକିଲା ଟିକ୍ରାକୁ।
ଟିକ୍ରା ଶୋଇଲୁଣି କିରେ? ନାହିଁ, ନିଦ ଲାଗୁନାହିଁ। ଯିବାରେ ଟିକ୍ରା, ଗୋତ୍ରୀ ଯିବା। ହଁ ଭାଇ। ଦି ଭାଇଙ୍କର ମନ ହାଲୁକା ଲାଗିଲା। ନୈରାଶ୍ୟର ଶାନ୍ତି ଭିତରେ ଦିହିଁକା ଦିହେଁ ଆଖି ବୁଜିଦେଲେ। ଶୁକ୍ରଜାନୀ ସ୍ୱପ୍ନ ଦେଖୁଥିଲା ଆଖପାଖର କ୍ଷେତମାନଙ୍କରେ ଧାନ ଆଉ ମାଣ୍ଡିଆ ମୁଣ୍ଡ ଟୁଙ୍କାରୁଛି। ତାର ଆପଣା କ୍ଷେତରେ ଉଠୁଛି ଖାଲି ଘାସ, ବଡ଼ ବଡ଼ ଖୋଡ଼ାଖିଆ ଘାସ। ଘାସର ଫୁଲ ଖାଇବାକୁ ପଲ ପଲ ମୟୂର ଡଙ୍ଗରରୁ ଗଡ଼ି ପଡ଼ୁଛନ୍ତି। ସେ କ୍ଷେତ ଜଗିଛି ବାଡ଼ି ଖଣ୍ଡିଏ ଧରି। ସକାଳ ହେଲା, ଶୁକ୍ରଜାନୀ ଉଠିଲା। ଦେଖିଲା ଚାରିଆଡ଼େ ପାହାନ୍ତି ଆଲୁଅ ଫିଟିଗଲାଣି। ଜଙ୍ଗଲ ଚେଇଁ ଉଠୁଛି, ସବୁ ଦିଶୁଛି ସଫା ଆଉ ଜଳଜଳ। ସନ୍ଦେହ କରିବା ପାଇଁ କିଛି ନାହିଁ। ଫଜରାର ମେଲାଖୋଲା ଭିତରେ ନିଜର ଦୁର୍ବଳତା ଲୁଚାଇବାକୁ ରାହା ନାହିଁ। ନିଦଭଙ୍ଗା ପାହାଡ଼କୁ ଦେଖି କଳ୍ପନା ଉଭେଇଗଲା। କାମ କରିବାକୁ ସେ ପ୍ରସ୍ତୁତ ହେଲା। ଦନ୍ତଡ଼ା ପାହାଡ଼ କଙ୍କର ମନ ଆଗରେ ଆଣିଲା ଗୋଟାଏ ରୁକ୍ଷତା ଆଉ କଠିନତା, ଯାହାରି ଭିତରେ ଦିନ କାଟି କାଟି ସେ ମଣିଷ ହୋଇଛି। ଭାଗ୍ୟକୁ ମୁଣ୍ଡ ନୁଆଇ ଦେଇ ସେ ଠିକ୍ କଲା, ସେ ଆଉ ଟିକ୍ରା ଯିବେ ଗୋତି 100 ଟଙ୍କା ପାଇଁ। ମାଣ୍ଡିଆ ଘର ଚଳାଇବ। ଟିକ୍ରାର ପାଖେ ପାଖେ ଥାଇ ପିଠିରେ ତରଲା ପରି ସେ ଟିକ୍ରାକୁ ଦେହ ଘୋଡ଼େଇକି ରଖି ମଣିଷ କରିବ। ହୁଅନ୍ତି ପଛେ ସେମାନେ ଗୋତି। ବିପଦ ଆସିଲା, ବିପଦ କଟିଯିବ। ତାପରେ ସେ ପୁଣି ଫେରି ଆସିବ। ମନକୁ ପ୍ରବୋଧ ଦେଲା। ପିଲାଙ୍କୁ ବୁଝାଇଲା, ଆରେ କ୍ଷତି କ'ଣ? ଏଇ ଯେଉଁ ଜମାନ ଆଉ ଅଧିକାରୀ ଦେଖୁଛରେ ପିଲେ, ଜାଣ ସେମାନେ କ'ଣ? ସେମାନେ ବି ଗୋତି, କିଣା ଚାକର। ଆମ ପରି ସେମାନେ ବି ଗଜା ଲେଖିଦେଇଛନ୍ତି। ସେମାନେ କ'ଣ ମନ ବ୍ୟସ୍ତ କରୁଛନ୍ତି? ଏ ଯେଉଁ ଜମାନ, କାହିଁ କେଉଁ ଦେଶରେ ତାର ଘର, କାହିଁକି ଆସୁଛି ଏଠିକି ସେ? ସେ କାହାର ଗୋତି? କାଉଡ଼ି ବୋହି ବୋହି କାନ୍ଧରେ ବିନ୍ଦି ପଡ଼ିଲା। ଆପଣା ଦି ଆଖିରେ ଦେଖିଛି କେତେ ଜାତିର ଅଧିକାରୀ ଆସନ୍ତି ଏଠିକି। କଳା, ଗୋରା, କହରା କେତେ ଜାତିର। ଆଉ ତାଙ୍କ ବୋଲି। ଝୋଡ଼ିଆ ପରଜା ବୋଲି କନ୍ଧ ବୋଲିଠୁ ଯେତିକି ଫରକ, ଆହୁରି ଫରକ ତାଠୁ। ଆମେ ତାଙ୍କର କାଉଡ଼ିଆ ଡୋଲିବୁହା, ସେମାନେ କେଉଁ ସାହୁକାରର ଗୋତି। ତାଙ୍କ ଖାଦି ପାଇଁ ସାହୁକାରମାନେ ମାସକୁ ମାସ ତାଙ୍କୁ ଭାତିଆ ଦିଅନ୍ତି। ଖରାରେ ତରାରେ ଶହ ଶହ କୋଷକୁ ପଠାନ୍ତି। ମଣିଷ ସାହୁକାରର ଗୋତି, ସାହୁକାରର ଡୁମା, ଡୁମାର ଗୋତି। ଏ ଗୋତି ଗୋତି ହୋଇ ଦୁନିଆଟା ଚାଲିଛି। ଭୟ କ'ଣ? ନିଜକୁ ଦୁନିଆ ସାଙ୍ଗେ ମିଶାଇ ଦେଇ କରିବା କାମକୁ ପତିଆରା ଦେଖେଇ ଦେବାକୁ ଶୁକ୍ରଜାନୀକୁ ଭାରି ଖୁସି ଲାଗିଲା। ଆପଣାର ବକ୍ତୃତାରେ ସେ ଆପେ ଜୋର ପାଇଲା। ପରିସ୍ଥିତିକୁ ସହଜ ଭାବେ ଆପଣାର କରିନେବାକୁ ସାହସ ବଳ ପାଇଲା। ଶୁକ୍ରଜାନୀ ଝାଡ଼ି ଝୁଡ଼ି ହୋଇ ଠିଆ ହେଲା। ଖରା ଲାଗିଲାକୁ ନାଇକ ଆସିଲା, ଫାଉଲଡମ ଆସିଲା, ଢେପୁ ଚାଲାନ ଆସିଲା। ହଠାତ୍ ଅନ୍ୟମନସ୍କ ହୋଇ ଗଡ଼ି ପଡ଼ିଲା ପରି ଏପାଖୁ ଇଏ ସେପାଖୁ ସେ ହୋଇ ଗଡ଼ି ପଡ଼ିଲେ। ନାଇକ କହିଲା, ଆହା, କେତେ କାଠ ବିଚରା ଜମେଇଥିଲା। ଚାଲାନ କହିଲା, ହଁ, କମି ଖଟିଥିଲା। ଫାଉଲଡମ ଆଡ଼େଇ ଆଡ଼େଇ ହୋଇ କହିଲା, ପରଦେଶୀ ଲୋକ ଜମାନ ଓ ଅଧିକାରୀ, ଦେଶିଆ ଲୋକ ମଲେ ହଜିଲେ ତାଙ୍କର କି ଯାଏ? ଶୁକ୍ରଜାନୀ ଧୀର ଗଳାରେ କହିଲା, ଚାଲ ଭାଇ, ସାହୁକାର ଘରକୁ ଯିବା। 2 କୋଡ଼ିଏ 10 ଆଣିବି, ଗୋତି କ୍ଷିତି। ସମସ୍ତେ ଖୁସି ହେଲେ। ହାଁ ରେ ଜାନି, ତୁ ଗଡ଼ିମରି ଯାଆନ୍ତୁ, ଆମ ଧିଅ ସନ୍ତା କେମିତି କହିଲୁ? ତତେ ଭଲ ବୁଦ୍ଧି ଦେଲୁ, ହିତ କହିଲୁ। ତୋର ମୁଣ୍ଡ ଭ୍ରମି ଯାଇଥିଲା ଗଲା ରାତିରେ, ତୁ ମାନିଲୁ ନାହିଁ। ହଉ ଭାଇ, ଚାଲ ଚାଲ, ଆମେ ଆସିଥିଲୁ ତୋରି ପାଇଁ। ସାହୁକାର ଜନାର୍ଦ୍ଦନ ବିଶେଇ ପୁଅ ସାହୁକାର ରାମ ବିଶେଇ ଜାତିରେ ଶୁଣ୍ଢି। କୋରାପୁଟ ଜିଲ୍ଲାର ଅଧିକାଂଶ ସାହୁକାର ହୁଏ ଶୁଣ୍ଢି ନହେଲେ କୁମୁଟି। ସାହୁକାର ଜନାର୍ଦ୍ଦନ ବିଶେଇ ମହୁଲ ମଦ ରନ୍ଧେଇ ବିକ୍ରି କରିବାକୁ ଯୋଡ଼ିଏ ପେଣ୍ଠ ଖୋଲିଥିଲା। ସେଥିରେ ସେ ଅନେକ ସମ୍ପତ୍ତି କମେଇ ଗଲା। ତାପରେ ସରକାର ମଦ ବେପାର କରି ନିଜ ହାତକୁ ନେଲେ। ସାହୁକାର ରାମ ବିଶେଇ ମଦ ବେପାର ଛାଡ଼ି ସାହୁକାର ବେପାରରେ ମନ ଦେଲା। ସାହୁକାର ହେବା ଚିହ୍ନ ସ୍ୱରୂପ ତାର ବାଁ ହାତରେ ପଟେ ମୋଟା ସୁନା ଖଡ଼ୁ ତାର ଭେକ। କାନରେ 2ପଟି ସୁନା କୁଣ୍ଡଳ ତାର ବଟଟି। ବଡ଼ ବଡ଼ ତୋରାଣୀ ଛଣା ନିଶ ଗହଳା ଆଖିପତା ତଳେ ଗହୀର ଗହୀର ଆଖି, କୁଟିଳ ଚାହାଣୀ, ମୋଟା ମୋଟା ଓଠ 2 ଫାଳିରେ ସବୁବେଳେ ହସ। ତାର ଚରିତ୍ର। ବୟସ 35। ତାର ବେପାର ବଡ଼ ସହଜ, କାରଣ ତାଠି ଟଙ୍କା ଅଛି। ଟଙ୍କାର ଏପରି ଶକ୍ତି ଯେ ବେଶୀ ଟଙ୍କା ଅଳ୍ପ ଟଙ୍କାକୁ ଓଟାରି ନେଇ ଘେନି ଆସେ।
ଆସୁ ପଛେ ସେଥିରେ ଲାଗି ସିନ୍ଦୁର ବା ରକ୍ତ କାଦୁଅ ବା ମାଂସ। ଟଙ୍କା ଟଙ୍କା ମେଣ୍ଟ ବାନ୍ଧେ। ଅଳ୍ପ ଟଙ୍କା ଟାଣି ହୋଇ ଆସି ବେଶୀ ଟଙ୍କା ଦେହରେ ଲୀନ ହୋଇଯାଏ। ପାହାଡ଼ୀ ଜାତିଙ୍କର ଅଳ୍ପ ଅର୍ଥ, ସାହୁକାରର ବେଶୀ ଅର୍ଥ। କେବଳ ଟଙ୍କା ମୁଣି ପଦାରେ ଝୁଲାଇ ରଖିଲେ ଆଖପାଖର ସବୁ ଅଳ୍ପ ଟଙ୍କା, ସବୁ ଖୁଚୁରା ପଇସା ଝାଙ୍କି ଓଟାରି ହୋଇ ସୁ ସୁ ହୋଇ ତହିଁରେ ଆସି ପଶିଯାଏ। ସାହୁକାର ଟଙ୍କା କରଜ ଦିଏ। କାରଣ ବିଭା ହେବା ବେଳେ ବରକନ୍ୟାର ବାପକୁ 2 କୋଡ଼ି 3 କୋଡ଼ି ଟଙ୍କା ଦେବା ଲୋଡ଼ା ହୁଏ। ତାକୁ କହନ୍ତି ଝୋଲା ଟଙ୍କା। ସାହୁକାର ଟଙ୍କା ଦେଇ ମୁଣ୍ଡ କିଣେ। ବର୍ଷ ବର୍ଷ ଲାଗିଲା ଚାକିରି ଖଟି ଖଟି ଲୋକେ ଟଙ୍କା ଶୁଝନ୍ତି। ପୁଣି ବର୍ଷକୁ ବର୍ଷ ଚକ୍ରବୃଦ୍ଧି କର୍ମରେ ଟଙ୍କା ବଢ଼ି ଚାଲେ। ତାପରେ ଆହୁରି କରଜ ଦିଏ ଧାନ ମାଣ୍ଡିଆ। ଶ୍ରାବଣ ଭାଦ୍ରବ ମାସରେ ଖାଦି ଯେତେବେଳେ ଉଣା ପଡ଼ିଯାଏ, ସାହୁକାର ଗାଁ ଗାଁକେ ତା'ର ଭଣ୍ଡାର ଖୋଲିଦିଏ। ପୁଣି ଯେତେବେଳେ ଫସଲ ପାଚେ, ସାହୁକାର ହିଡ଼ମୁଣ୍ଡରେ ବସି ତା'ର ପାଉଣ ଆଦାୟ କରେ ସୁଧ ଚକ୍ରବୃଦ୍ଧି କ୍ରମରେ। ଏହିପରି ତା'ର କାରବାର। ଝିନଝଟ ନାହିଁ। କାରଣ ପାହାଡ଼ିଆ ଲୋକେ ପ୍ରଶ୍ନ ପଚାରନ୍ତି ନାହିଁ, ଫାଙ୍କନ୍ତି ନାହିଁ। ଯାହା ମାଗିଲେ ତାହା ଦିଅନ୍ତି। ସାହୁକାର ରାମ ବିଶେଇ ତା'ର ଦଳଖିଆ ଘୋଡ଼ା ଉପରେ ଚଢ଼ି ବସେ। କସ ଦଉଡ଼ିର ଲଗାମ ହାତରେ ଧରି କୁଣ୍ଡଳ ହଲେଇ ହଲେଇ ଘୋଡ଼ା ଚଳାଏ। ଘୋଡ଼ାକୁ ପିଟି ପିଟି ଡାଳ ପରେ ଡାଳ ଛିଣ୍ଡିଯାଏ। ମଠେଇ ମଠେଇ ଏପାଖ ସେପାଖ ଚାହିଁ ଚାହିଁ ସେ ବାଟ ଚାଲେ। ଦେଖେ କେତେ ଖଣ୍ଡ ଭୂଇଁରେ ତା'ର ତାସ ବଢ଼ିଲାଣି ଓ ଆଉ କେତେ ଖଣ୍ଡ ଭୂଇଁ ଅଛି ବାକି। ଦେଖେ କେତେ ଖଣ୍ଡ ଗାଁର ଲୋକେ ତା'ର ହାତ ତଳିଆ ହେଲେଣି, ଆଉ କେତେ ଖଣ୍ଡ ବାଟକୁ ଆସୁଛନ୍ତି। ଦଳଖିଆ ଘୋଡ଼ା ଉପରେ ଚଢ଼ି ଚଢ଼ି ସାହୁକାର ରାମ ବିଶେଇ ଆପଣାର ଜନବଳ ବଢ଼େଇ ବଢ଼େଇ ବାଟ ଚାଲେ। ସେ ଗୋଟିଏ ମୁଣ୍ଡ କିଣାଳି। ଶୁକ୍ରଚାରୀ ପୁଅ ଦୋଟିକୁ ଧରି ଥୋଟାଗୁଡ଼ା ଗାଁରେ ପହଞ୍ଚିଲା ବେଳକୁ ଗାଧୁଆ ବେଳ ପଡ଼ିଗଲାଣି। ରାମ ବିଶେଇ ପ୍ରସ୍ତୁତ ହିଁ ଥିଲା ଆଗରୁ। ଆଖି ଝଲସି ଉଠିଲା। ଛୁଞ୍ଚି ମୁନିଆ ଚାହାଣୀରେ ଏମାନଙ୍କୁ ଥରେ ଅନେଇ ଦେଇ କହିଲା, ପାହାଡ଼ ତଳ ଜମିଟା ତୋର ନା? ସେ ଝୋଲା ଉପର ଖାଲି ଜମିଟା? ଶୁକ୍ରୁ କହିଲା, ହଁ। କେତେ ଟଙ୍କା ନେବୁ? 100। ଫାଉଲ ଡମ୍ବ ଏପାଖ ସେପାଖ ହେଇ ବୁଝାବୁଝି କରାଇଲା। ଆହୁରି 3ଟି ଲୋକ ଗଢ଼ିଲେ। ନାଇକ, ଢେପୁ ଚାଲାନ, ଫାଉଲ ଡମ୍ ସାକ୍ଷୀ ପଡ଼ିଲେ। ସାହୁକାରର ଖାତାରେ ଅଣିକିଆ ଟିକିଲି ମରା ହୋଇ ଗଜା ଅର୍ଥାତ୍ ଦଲିଲ ଲେଖା ହେଲା ଯେ ଲିଖିତଂ ଇତ୍ୟାଦି ଇତ୍ୟାଦି। ତଳେ ଲେଖା ହୋଇଥିବା ସାକ୍ଷୀମାନଙ୍କ ଆଗରେ ସାହୁକାର ରାମ ବିଶେଇ, ଶୁକ୍ରୁଜାନୀ ଓ ଟିକ୍ରାଜାନୀ ଏମାନଙ୍କୁ ମୋଟ 100 ଟଙ୍କା ଉଧାର ଦେଲା। ଦୁହେଁ ଆଜି ଦିନଠାରୁ ତା'ର ଗୋତି ହେଲେ। ସେମାନେ ଗୋତି ପାଇଟି କରିବାକୁ ବାଧ୍ୟ ରହିଲେ। ପ୍ରତିବର୍ଷ ଜଣକା ପିଛା 5 ଟଙ୍କା କରି ଶୁଝି ଯାଉଥିବ ଓ ପ୍ରତି ମାସରେ ସାହୁକାରଠାରୁ ପ୍ରତି ଗୋତି ଖାଦ୍ୟ ସ୍ୱରୂପ 5 ପୁଟି ମାଣ୍ଡିଆ ପାଉଥିବେ ଓ ଶୀତଦିନେ 1 ଟଙ୍କାର ଖଣ୍ଡିଏ କମ୍ବଳ ପାଉଥିବେ। ଦରକାର ବେଳେ କର୍ମରେ ଆସିବ ଇତି। ସମସ୍ତେ ସନ୍ତକ କାଟିଦେଲେ। ଶୁକ୍ରଜାନୀ ଟଙ୍କା ଘେନି ଆସିଲା। ଫାଉଲ ଡମ୍ବ, ନାଇକ, ବାରିକ ଓ ଢେପୁ ଚାଲାନ ସାଙ୍ଗରେ ଅଇଲେ। ଶୁକ୍ରୁ କହିଲା, ଏଥର ଯିବା ଚାଲ ଅଧିକାରୀ ପାଖକୁ। ନାଇକ କହିଲା, ରାମ ରାମ, ତୁ ଯଦି ଯିବୁ ତେବେ 300 ଟଙ୍କାରୁ କମରେ ଛାଡ଼ିବ ନାହିଁ ସେ। ତୋ ଉପରେ ତା'ର ଭାରି ରାଗ। ତେବେ ଆଉ କ'ଣ? ଟଙ୍କା ଆମକୁ ଦେଇ ଥରେ ଦେ, ମୁଁ ଯିବି। ଚାଲାନ ଯିବ, ଫାଉଲ ଚାଲୁ। କେତେ କୁହାପୁଛା ହେଲେ କରି ଗୋଡ଼ ତଳେ ପଡ଼ି 10 ଥର ପାଣ୍ଡେଇ ଉଠେ, 10 ଥର ତଣ୍ଟିଆ ମାରି ତଡ଼ିକେ ଜାଣି ତା'ର ମନ ତରଳିଲେ ସେ ନେବ। ତୁ କଲେ କାଣି ବିରାଡ଼ି ପରି ଗର୍ଜି ଉଠିବ। ତୁ ଆସିବୁ ଯଦି ଆମର ଦୋଷ ନାହିଁ। କାହିଁକି? ତା'ର ଟଙ୍କା କ'ଣ ଦେବି? କିସ୍ କରିବ ମୋର ସେ? କିଛି କରିବ ନାହିଁ ତତେ, ଖାଲି କହିବ, ତୁ 2 କୋଡ଼ି ଟଙ୍କା ଦେଇପାରୁଛୁ, ଆର କୋଡ଼ି ଯା ଆଣିବୁ, ନୋହିଲେ ଶିକ୍ଷା କରିଦେବି। ହଉ ଭାଇ, ତୋର ଇଚ୍ଛା। ଆମେ ମନେ କରିଥିଲୁ ତୋ ପାଇଁ ଯାଇ କଡ଼ି କଡ଼ିକା ଆମେ କହିବୁ। ମହାପ୍ରଭୁ କିଛି ଆସ୍ତି ନାହିଁ ତା'ର। ଏଇଟା ଆମେ ଗାଁ ବାଲା ଚାନ୍ଦା କରି ଦଉଛୁ, ରକ୍ଷା କର। ତୁ ଯଦି ନିଜେ ଯିବୁ ବୋଇଲେ ଆ, ତେଣିକି ତୋ କର୍ମ। ଶୁକ୍ରୁଜାନୀ ଟିକିଏ ଦୋଦପାଞ୍ଚ କଲା। ନାଇକ କହିଲା, ଆଉ ସେଇ ଯୋଉ ଜମାନ ଅଧିକାରୀଟା ତୋର ଛାଇ ପଡ଼ିଲେ ତା'ର ନାହିଁ ଡେଉଁଛି, କିସତି ସବୁ ଲଗେଇ ଫୋଡ଼ି କରି କହିଛି ସେ ବଡ଼ ଅଧିକାରୀମାନଙ୍କ ଆଗରେ। ତୋର କିଛି କଥା ସେମାନେ ଆଉ ଶୁଣିବେ ନାହିଁ। ଢେପୁ ଚାଲାନ ମୁଣ୍ଡ ହଲେଇ ହଲେଇ କହିଲା, ହଁ ହଁ, ଏତେ କାଗଜରେ କ'ଣ ସବୁ ଲେଖି ନେଇଛି।
ରାଜିରୁଜା ହେଲେ ତ ଭଲ, ନହେଲେ ତୋର କପାଳ। ଶୁକ୍ରଚାନୀ ଭାବିଲା, ପ୍ରକୃତରେ ତ ସେ ନିଜେ ଯାଇ ଟଙ୍କାଟା ଦେଇଦେଲେ କ'ଣ ବା ଫଳଟା ଅଧିକ ହେବ। କିନ୍ତୁ ମୁଇଁ କଲେ ସତେ ସବୁ ଭଣ୍ଡୁର ହେବରେ। ଆରେ ଜାନି, ତୋତେ ଡରୁଛୁ କାହିଁକି? ଏତେ ତୋର ଅବିଶ୍ୱାସ? ତାହେଲେ ଆ, ଗଛ ଉପରେ ବି ବୁଦା ଉଆଡ଼ଲେ ବସି ଦେଖିବୁ କ'ଣ ହେଉଛି। ତୋର ଟଙ୍କା କିଏ ଖାଇଯିବ, କିଏ ଅଧିକାରୀ ନେବ? ନା, ଶୁକ୍ରଚାନୀ କହିଲା, ଦରକାର ନାହିଁ। ମୋ ଯିବାରେ କି ଫଳ ହେବ? ଗାଁର ନାଇକ ତୁ, ତତେ ମୋର ବିଶ୍ୱାସ ହେବ। ତେବେ କ'ଣ କଥା ଜାଣୁନା ନାଇକ, ସେଦିନ ତ ଏତେ କ'ଣ ଲେଖିନେଲା। ସେଗୁଡ଼ା ଯଦି କାଟିଦିଅନ୍ତା ମୋ ଆଗରେ। ଅଧିକାରୀ ଲୋକ, ଦେଶିଆ ପରଜା, ଭଲମନ୍ଦ ଭାରି ଜ୍ଞାନ ତାଙ୍କର। ଓ, ଏଇଥିପାଇଁ ଜାନି, କାଗଜ ଗୁଡ଼ାକ ତାଠୁ ନେଇ ଆସିବା ପଛେ ଜମାନକୁ କହି ଏଡ଼େ ଓଲୁ କରିଦେବ ଆମକୁ ସେରେ। ଶୁକ୍ରଚାନୀ ଛେପ ଢୋକି ଢୋକି ତୁନି ପଡ଼ିଗଲା। ନାଇକକୁ ଅବିଶ୍ୱାସ ହେଲା ନାହିଁ, କିନ୍ତୁ ଦେଶିଆ ଲୋକ ସେ, ସହଜରେ ବିଶ୍ୱାସ କରିଯାଏ ସତ, କିନ୍ତୁ ତଥାପି ଟିକିଏ ଆଶଙ୍କା ରହିଯାଏ। ସାମାନ୍ୟ ଟିକିଏ ଅବିଶ୍ୱାସ, କିନ୍ତୁ ଉପାୟ ନାହିଁ। ନିଜ ଗଲେ ହୁଏତ ପୁଣି ଅଧିକାରୀ ଆହୁରି ଟଙ୍କା ହାଙ୍କିବ, ହୁଏତ ଆହୁରି ଖରାପ ହେବ। ତା ଅପେକ୍ଷା। ନାଇକ ହାତରେ ଟଙ୍କାତକ ଥୋଇଦେଇ ଶୁକ୍ରଚାନୀ ଘରକୁ ଫେରିଆସିଲା। ହଉ, ଯାହା ଥିବ ଭାଗ୍ୟରେ। 2 ଖଣ୍ଡ ସାନ ସାନ ନଈ ଦଉଡ଼ି ଗୋଟେଇଲା। ନିଜ ଖଣ୍ଡେ ଧରି ଟିକ୍ରାକୁ ଡାକି ଆର ଖଣ୍ଡ ଦେଲା। କହିଲା, ଟିକ୍ରା, ଏ ଦଉଡ଼ିଟା ତୋର, ଗଜାରେ ଆଉ ଏଇଟା ମୋର। ବର୍ଷେ ଲେଖା ପୁରୀ ଯାଉଥିଲେ ଦଉଡ଼ିରେ ଗୋଟିଏ ଗୋଟିଏ ଗଣ୍ଠି ପକାଇ ଦେଉଥିବା। ଟିକ୍ରା କହିଲା, ହଉ। ଶୁକ୍ରଚାନୀ ଚାହିଁ ରହିଲା ପୁଣି ଘର ଆଗକୁ। ପାହାଡ଼ ତଳେ ତାର କ୍ଷେତ ଭୂଇଁ, ସେ ପାଖ ମୁଣ୍ଡିଆ ଉପରେ ମାଳି। ଦମକ ପାହାଡ଼, ଯେଉଁଠି ସେ ପାଇଥିଲା ତାର ସରିକି କାଠର ଭଣ୍ଡାର, ସବୁ ପଡ଼ି ରହିଛି। ଖାଲି ସୂର୍ଯ୍ୟଟା ଉଦିଆନ ଦିଗରୁ ଖସି ଗଡ଼ିଲାଣି ଅସ୍ତାନ ଦିଗକୁ। ପାହାଡ଼ ଜଙ୍ଗଲ ଉପରେ ଶୁଖିଲା ଖରାଟା ସତେକି ଯାଇଛି ମରି ମଉଳି ପଡ଼ିଛି। କଟା ହେଲା ସରିକି ଗଛର ପତ୍ର ପରି। ଶୁକ୍ରଚାନୀ ବେଶୀ ଭାବି ପାରିଲା ନାହିଁ। ଖାଲି ଜାଣିଲା ସବୁ ତାର ସରିଛି। ଡାକିଲା, ଟିକ୍ରା, ବାପା, ଆଜିଠୁ ଆମେ ଗୋତିରେ ଗଜାରେ ସନ୍ତକ କାଟି ଚାଲି ଆସିଲେ। ଆଜିଠୁ ଆମେ ଗୋତି ଟିକ୍ରା। ଲୁହର ବାମ୍ଫରେ ଆଖିଗଲା ପରି, ଛାତିଫଟା ମନର କୋହରେ ଅସମ୍ଭାଳ ହୋଇ ଦରବୁଢ଼ା ବାପ ପୁଅକୁ କୁଣ୍ଢେଇ ପକାଇ କହିଲା, ଟିକ୍ରା, ଆଜିଠୁ ଆମେ ଗୋତିରେ। ମାଣ୍ଡିଆ ଚାହିଁ ରହିଲା, ଜିଲିବିଲି ଚାହିଁ ରହିଲେ, ସମସ୍ତେ କାଠ ପରି। ଖାଲି ଜଳ ଜଳ ଆଖିରୁ ଲୁହଧାର ନିଗିଡ଼ି ପଡ଼ିଲା। ଲଙ୍ଗଳା ବାପକୁ କୁଣ୍ଢେଇ ଧରି ଲଙ୍ଗଳା ପୁଅ ମୁହଁଟିକୁ ଉପରକୁ ଟେକି ହେମନ୍ତ ଦେବାକୁ ଚେଷ୍ଟା କଲା। କାନ୍ଦୁରା ମୁହଁରେ ହସଟିଏ ଓଟାରି କହିଲା, କ'ଣ ହେଲା ବାପା, ଟଙ୍କା କେଇଟା ଯେ ଦେବା ଆସୁଛି? ଦିନ 10ଟା ବେଳେ ଜମାନ ହାତରେ 5ଟା ଟଙ୍କା ଗୁଞ୍ଜି ଦେଇ ନାଇକ ତାର ଗୋଡ଼ ଧରି ପକାଇଲା। କହିଲା, ମହାପ୍ରଭୁ, 10-15ଟା ଟଙ୍କାରେ ତାକୁ ମୁକ୍ତ କରିଦିଅ। ଦେଶିଆ ଲୋକ, କାହିଁ ପାଇବୁ ବେଶୀ ଟଙ୍କା? ଅଧିକାରୀ ବାବୁମାନେ ସେତେବେଳେ ବସି ଖବରକାଗଜ ଉପରେ ଗପ ଜମାଇଥିଲେ। ନାଇକ, ଚାଲାନ, ବାରିକ ତିନିହେ ଯାଇ ଗୋଡ଼ ତଳେ ପଡ଼ିଗଲେ। ମହାପ୍ରଭୁ, ଖାଇବାକୁ ଘରେ ଖାଦି ନାହିଁ, ଖାଲି ଆମ୍ବଟାଙ୍କୁ ଆଉ ଶାଗ। ତୁମର କଥାରେ ଗୋତି ଯାଇ କରି ବିଚରା ଟଙ୍କା 10ଟା ଖର୍ଚ୍ଚ କରି ଆଣିଛି। ଏତିକି ନେଇ ରକ୍ଷା କର ତୁମେ ମା ବାପ। ଜମାନ କହିଲା, ହଁ, ବଡ଼ ଗରିବ। ଅଧିକାରୀ ବାବୁ ସ୍ଥିର ଦୃଷ୍ଟିରେ ଅନାଇ ଟିକେ ରହି ଜବାବ ଦେଲେ, ଆଚ୍ଛା, 25 ଦେ। ଶେଷରେ 15 ଟଙ୍କା ବୁଝା ଦେଇ କ'ଣ ଖଣ୍ଡେ କାଗଜ ବୁଝିବା ପାଇଁ ତିନିକା ତିନିହେ ଅଧିକାରୀ ଗୁଣ ଗାଇ ଗାଇ ଫେରିଆସିଲେ। ତାପରେ ଜଙ୍ଗଲରେ ମିଶିଗଲେ ଭାରି ଖୁସି। ଶୁକ୍ରଚାନୀର ଘର ଉପରେ ମାଟିଆ ଚିଲ ବସିଲା। ସେ ଖୋଜିଗଲା ନାୟକ, ଚାଲାନ, ବାରିକ ଆଉ ଫାଉଲଡମ୍ବ ଭାଗ କ୍ଷତିଘର ଭିତରକୁ ଫେରିଲେ। ତା ପରଦିନ ଅଧିକାରୀମାନଙ୍କ ଛାଉଣି ଉଠିଗଲା। ସେଦିନ ରାତିରେ ଉଠିଲା ଗୋଟାଏ ବଡ଼ ଜହ୍ନ। ଜିଲି ସବୁଦିନ ପରି ଡାହାଣକୁ ଢଳି ପଡ଼ିଥିବା ବାଙ୍କ ଖୋସାରେ ପେନ୍ଥାଏ ଧଳା ରଜନୀଗନ୍ଧା ଫୁଲ ଖୋସିଲା। ଗୋଟିଏ ଗୋଟିଏ ହୋଇ ଚାଲି ଚାଲିଲା ଗଲା ଧାଙ୍ଗିଡ଼ି ଘରକୁ। ଖୁବ୍ ବଡ଼ ପ୍ରଳୟ ତାର ଜୀବନରେ ଘଟିଯାଇଛି। ବାପା ଭାଇ ଗୋତି ହେଲେ, ଶିକ୍ଷା ମୁହଁରୁ ଯାଇ ଫେରିଆସିଲେ। ଘରେ ଏତେ କନ୍ଦାକଟା, ଏତେ ଦୁଃଖ। କିନ୍ତୁ ଛେଚି କୋଟି ବରଷା ଯେପରି ପାହାଡ଼ର ତାଳ ଉପରେ କେବେ ରହିଯାଇ ପାରେ ନାହିଁ, କେଉଁଆଡ଼େ ପାଣି ଗଡ଼ିଯାଏ,
ପାହାଡ଼ୀ ମଣିଷର ଦୁଃଖ ମନ ଉପରେ ଜମା ହୋଇ ରହିପାରେ ନାହିଁ। ଦୁଃଖ ଆସୁଥାଏ, ଦୁଃଖ ଯାଉଥାଏ, କିନ୍ତୁ ଧୋଇ ହୋଇ ହୋଇ ହସଟି ଥାଏ ଚିକ୍କଣ ସରସ ଆକାଶର ଯେ ବଡ଼ ଗୋଲବତୀ ପରି। ଖୋସାଟି ସେ ଚିକ୍କଣ କରି ନିଠେଇ ନିଠେଇ ବାନ୍ଧିଛି। ପିନ୍ଧିଛି ତାର ସଉକି ଲୁଗା ଖଣ୍ଡିକ ଦେହଯାକ, ଯାହାର ନାଲି ନାଲି ପଟ୍ଟା ଜହ୍ନ ଆଲୁଅର ପ୍ରଜାପତି ପରି ଝିଲି ଉଡ଼ି ଉଡ଼ି ଚାଲିଲା। ବିରାଟ ନେଳି ଆକାଶ ଲୋଟି ପଡ଼ୁଛି ଢେଉ ଢେଉକା ଅସଂଖ୍ୟ ପାହାଡ଼ ଉପରେ। ଧାଙ୍ଗଡ଼ି ବସାଘରେ ଆଜି ଭାରି ଧୁମ୍ଧାମ୍ ଲାଗିଛି। କାରଣ ଆଜି ଜମାନ୍ ଆଉ ଅଧିକାରୀ ଛାଉଣି ଉଠେଇଛନ୍ତି। ପବନରୁ ଆଶଙ୍କା ଯାଇଛି କେବଳ ଆନନ୍ଦ। ଜେଲି ଭିତରେ ଶୋଇଲା ଯୌବନ ପାହାଡ଼ ଉପରେ ଚାନ୍ଦିନୀ ରାତିର ମନ ଉଚ୍ଚାଟିଆ ଡାକର ଜବାବ ଦେଲା। ଝିଲି ଚାଲିଲା ଧାଙ୍ଗଡ଼ା ବସା ଘରକୁ। ମାଣ୍ଡିଆ ଜାନି ଧାଙ୍ଗଡ଼ା ବସା ଘରେ ମନ ଆଉ ଡୁଙ୍ଗୁଡୁଙ୍ଗାରେ ଡୁବି ରହିଲା। ସେ ମଧ୍ୟ ଉପଭୋଗ କଲା ଅଧିକାର ବାହୁଡ଼ାର ମଦଭୋଗ। ସମ୍ମୁଖରେ ତାର ଜୀବନଟା ପଡ଼ିଛି ପରିଷ୍କାର ଆଉ ଚଉଡ଼ା। ପାହାଡ଼ର ମାଳ ଉପରର ରିଜାର୍ଭ ହର୍ବଣା ମାର୍କା ମାରିବାକୁ କଟା ହୋଇଥିବା ଜଙ୍ଗଲ ମଝିରେ ଫାଙ୍କା ଲାଇନ୍ ପରି ଜୀବନଟା ସିଧା ଚାଲିଛି। ଶୁକ୍ରୁ ଆଉ ଟିକ୍ରା ଘର ଜଗି ଶୋଇ ରହିଲେ ସବୁଦିନ ପରି। କାଲି ସକାଳୁ ସେମାନେ ସାହୁକାର ଘର ଗୋତି। କାର୍ତ୍ତିକ ମାସକୁ ପରଜାଲୋକର ଭାଷାରେ କହନ୍ତି ଦିଆଲି ମାସ। ଏ ଦିଆଲି ମାସରେ ଗୋଟିଏ କୁହୁଡ଼ିଆ ସକାଳ ଭିତରେ ବାପ ଶୁକ୍ରଜାନି ଆଉ ପୁଅ ଟିକ୍ରା ସାହୁକାର ଘରକୁ ଚାଲିଗଲେ। ବାଟେ ବାଟେ ଉଞ୍ଚ ଉଞ୍ଚ ପାହାଡ଼ ଗୁଡ଼ାକ ଗମ୍ଭୀର ହୋଇ କାଦିମାଡ଼ି ବସି ପଡ଼ିଥାଏ ଦିକରରେ। ମୁଣ୍ଡ ଉପରୁ ହୁଗୁଳା ପଗଡ଼ି ପରି ଫିଟି ପଡ଼ୁଥାଏ କୁହୁଡ଼ିର ବାଙ୍କ ବେଣୀ। ଗମ୍ଭୀର ନିଷ୍ଠୁର ଆଉ ଅବିଚଳିତ, ଠିକ୍ ପୁଞ୍ଜିପତି ସାହୁକାର ପରି। ସରୁ ଜଙ୍ଗଲି ରାସ୍ତା ଉପରକୁ ସାନମୁଣ୍ଡିଆର ଚରା ଝୁଙ୍କି ପଡ଼ିଥାଏ। ଢାଲୁ ଢାଲୁଆ ପଦର ଭୂଇଁ ସକାଳ ଆଲୁଅରେ ହଳଦୀ ଗରଗର ଅଳସୀ କ୍ଷେତ ଚେଇଁ ଉଠୁଥାଏ। ସତେ ଯେପରି ଦଶଦିଗପାଳ ଖାଲି ବଡ଼ ବଡ଼ ମହାଜନ ସାମ୍ନାରେ ସୁନା ଅଜାଡ଼ି ପଡ଼ିଛନ୍ତି ଚୌଧୁରୀ ହୋଇ। କାରଣ ଏ ଦୁନିଆଟା ଗୋଟାସାରା ତାଙ୍କରି। ଆଉ ବାଟେ ବାଟେ ଶୁକ୍ରୁ ଆଉ ଟିକ୍ରା ଚାଲିଗଲେ ଗୋତିକୁ। ସର୍ସୁ ପଦରଠୁଁ ଥୋଟାଗୁଡ଼ା ଗାଁ ପ୍ରାୟ ବାଟ ଚାରିକୋଶ ହେବ। ଭୀଷଣ ଜଙ୍ଗଲ। ଖରା ବଢ଼ିଲା, ଗାଁ କତି କତି ପଡ଼ିଲା ବଡ଼ ବଡ଼ କ୍ଷେତ ସବୁ ସାହୁକାରର। ମାଣ୍ଡିଆ କଟା ଲାଗିଛି। ଆମ କ୍ଷେତରୁ ଏ ସାଲରେ ପାଚିଲା ଫସଲ ଦିଟା ଆଗରୁ ଉଠାଇ ସିନା ନେଲେଇ ଟିକ୍ରା କ'ଣ ହେବରେ ଏଣିକି? ଟିକ୍ରାର ହେତୁ ହେଲାଣି। ବାପର ମୁହଁର କଥା ନ ସରୁଣୁ ମନେ ମନେ ସବୁ ବୁଝିନେଲା। ସେ ବାପ ମନର ଶକ ଆଉ କୋହ। ସାହୁକାରର ଗଡ଼ିସା ଗଡ଼ିସା ଧାନ ମାଣ୍ଡିଆ ପାଚିବ। ସେମାନେ କାଟିବେ। ସାହୁକାରର କୋଡ଼ି କୋଡ଼ି ଗାଈ ଫଳ ଯିବେ। ସେମାନେ ଦୁହିଁବେ। ସାହୁକାରର ଘର ତୋଳା ହେବ ନା ଡାକ ହେବ। ଆପଣାର ବିଲ ହେବ ଘାସ ବଣ। କାହିଁକି ଭାବୁଛୁ ଅପା? ଏକା ମାଣ୍ଡିଆ ଆମ ଦିହିଁଙ୍କଠୁ ବେଶୀ। ସେଇ ଗୋଟାଏ ଟୋକାକୁ ଆମର ଜମି ନାହିଁ। ବିଲ କ'ଣ ପଡ଼ିଆ ପଡ଼ିବ ନା କେବେ? ନା, ଶୁକ୍ରୁଚାନି କହିଲା। ତାପରେ ଗୁମ୍ ଖାଇ ଖାଇ ବାଟ ଚାଲିଲେ। କିନ୍ତୁ ଶୁକ୍ରୁ ମନ ଶାନ୍ତି ହେଲା ନାହିଁ। ମାଣ୍ଡିଆ ସେଇଟା ତ କାଲିକାର ପିଲା। କ୍ଷେତରୁ ଫସଲ କଟା ଲାଗିଥାଏ। ପଲ ପଲ ଲୋକ, ମର୍ଦ୍ଦ କମ୍, ମାଇକିନିଆ ବେଶୀ। ଚରଟି ପୋକ ପରି ବିଲଯାକ ଖାଲି ମଣିଷ। ଫସଲ କଟା ଲାଗିଛି। ନାଲି ନାଲି ଟୋପାଏ ଟୋପାଏ ମଣିଷ କାମ ଲାଗିଛି। ଦିନମାନ ଖଟି ଖଟି 3ଟା କି 4ଟା ପଇସା ନୋହିଲେ ମାଣ୍ଡିଆ ମୁଠାଏ। ତାଙ୍କର କ'ଣ ଦୁଃଖ ନାହିଁ, କଷ୍ଟ ନାହିଁ? ଅଛି। କାହାର ନାହିଁ? ପୋଡ଼ା କପାଳିଆ ମଳିମୁଣ୍ଡିଆଙ୍କ ଦେଶ। ପେଟକୁ ଖାଦି ଅଧା, ଦେହପାକୁ କାହିଁ ଚାଖଣ୍ଡେ ବକଟେ। ତହିଁରେ ପୁଣି କେତେ ଲୋକଙ୍କ କେତେ ଭାତ। କିନ୍ତୁ ପାହାଡ଼ିଆ ଝିଅଙ୍କ ଧୁଆପୋଛା ହସ ଉଛୁଳି ପଡ଼ୁଥାଏ ବେଣାଫୁଲର ଲମ୍ବ ଲାଞ୍ଜି ଧଳା ଫୁଲ ପରି। ଧୋବଲା ହସ, ସୁନ୍ଦର ଆଉ ବେପରୁଆ। କଟାଳି ଟୋକିଏ ଏକା ପାଟିରେ ଗୀତ ବୋଲନ୍ତି। ଏଇ ମାଣ୍ଡିଆ କ୍ଷେତ ଉପରେ ଆମେ ନିତି ଖଟୁଛୁ, ନିତି ଢାଳୁଛୁ ଝାଳ। ପାଚିଲା ଫଳ ଗାଡ଼ି ଗାଡ଼ି ହୋଇ ସାଇତା ହେଉଛି। କାହା ପାଇଁ? ହେ ପ୍ରିୟ, ତୁମରି ପାଇଁ। ତୁମରି ପାଇଁ ମୋର ବାଡ଼ିର ମକା, କ୍ଷେତର ମାଣ୍ଡିଆ, ରନ୍ଧା ମଦ ପିଇ ଆଖି ଢୁଳୁ ଢୁଳୁ କରି ମତୁଆଳ ହୋଇ ମୁଁ ଯେତେବେଳେ ଡାକିବି ତୁମେ ଆସିବ। ଚାନ୍ଦିନୀ ରାତିରେ ପତ୍ର ତଳର ଛାଇଏ ଛାଇଏ ଛପି ଛପି ପାଦ ପକାଇ ତୁମେ ଆସିବ। କାରଣ ତୁମକୁ ଜଗି ବସିଲେ ହିଁ ମୋର ଡର ଲାଜ ଅଛି।
ଏଇ ମାମୁଁ ଗାଁରେ ଏଇ ଦାଦି ଗାଁରେ ଆମେ ଡରିଗଲୁ ଆମେ ଗୁଚିଗଲୁ। କିନ୍ତୁ ହେ ପ୍ରିୟ, ଆମର ରକତ ପାଣି ହୋଇ ମାଣ୍ଡିଆ ଫଳେଇଛୁ କ୍ଷେତରେ ତୁମରି ପାଇଁ ତୁମରି ପାଇଁ। ଫମ୍ପା ଗୀତର ଫମ୍ପା ଆବାଜ ବାଜିଲା ଶୁକ୍ରଚାନୀର ଫାଙ୍କା ମନ ଭିତର କାନ୍ଦି ଉଠିଲା। କାହା ପାଇଁ ରେ କାହା ପାଇଁ? କାହା ପାଇଁ ଗାଡ଼ି ଗାଡ଼ି ଶଗଡ଼ ବୁହା ହୋଇଯିବ କ୍ଷେତର ପାଚି ଆମ ମୁଣ୍ଡ ଝାଳର କାରସାଜି। ଫାଙ୍କା ଫାଙ୍କା ସବୁ ଖାଲି ଉପହାସ ଆଉ ଥଟ୍ଟା ମରମ ଖେଞ୍ଚା ଥଟ୍ଟା ନକଲ। ପାହାଡ଼ ଆକାଶ ଝୋଲା କ୍ଷେତ ଭରି ଖାଲି ଜମାନ ଆଉ ଅଧିକାରୀ, ସାହୁକାର ଆଉ ଗୋତି, ଖାଲି ବାଘ ଆଉ ଛେଳି, କାଠ ଆଉ ନିଆଁ। ଯେତେ ଏପାଖ ସେପାଖ ହେଉ ପଛେ ଯେ ଯେଉଁଠି ସେ ସେଇଠି। ବାପ ପୁଅ ସକାଳୁ ଯାଆନ୍ତି ସଞ୍ଜରେ ଫେରନ୍ତି। ଦିନଯାକ ସାହୁକାର ଘରର ପାଇଟି। କାହିଁ କନା ପାଇଙ୍ଗା, କାହିଁ କୁଟିକା, କାହିଁ ପିପଳ ପଦର, ଯେଉଁଠିକୁ ସାହୁକାର ପଠେଇଲା ସେଇଠିକି। ସଞ୍ଜରେ ଫେରନ୍ତି କାନ୍ଧରେ ଝୁଲା ହୋଇଥାଏ ଫମ୍ପା ଫମ୍ପା ଲାଉ ତୁମ୍ବା, ଖଣ୍ଡେ ଲେଖା ଟାଙ୍ଗିଆ, ତର୍ଲା ଆଉ ତର୍ଲି। କାମ କରି କରି ହାତ ପାପୁରେ ସିଝି ଯାଇଥାଏ, ଗୋଡ଼ରେ ପେଣ୍ଡା ଛିଣ୍ଡି ପଡ଼ୁଥାଏ ସତେକି। ପାଟି ଅଠା ଅଠା କରି ତୁଣ୍ଡ ନାହିଁ ମୁଣ୍ଡ ନାହିଁ। ଘନ ଜଙ୍ଗଲ ଭିତରେ ଥିରି ଥାରି ଗଡ଼ି ପଡ଼ନ୍ତି। ଜଙ୍ଗଲ ସାଇଁ ସାଇଁ କରେ। ବନସ୍ତ କନ୍ଦିଏ କନ୍ଦିଏ ଖୁନ୍ଦି ହୋଇଯାଏ ଅନ୍ଧାର। ଢେଉ ଢେଉକା ପାହାଡ଼ ମଝିରେ ଠାସ୍କୁ ମାରି ଠଉରା ମଣିଷ ଚଲା ବାଟ। ଆକାଶରେ ତରା ଝିକୁ ଝିକୁ କରେ କୋଟୁରା ବୋବାଏ, ବିଲୁଆ ବୋବାଏ। ପେଁ ପେଁ କରି ସମ୍ବର ଗୋଟାକୁ ଗୋଟା ଦୌଡ଼ି ଦୌଡ଼ି ପଳାନ୍ତି। ବାଘୁଆ ଜଙ୍ଗଲ ବହଳ ଅନ୍ଧାର ଭିତରେ କେତେ ଗାଡ଼ କେତେ ଖମା ଖୁଦ ଖାଲ ଲଙ୍ଘି ପଳାଇ ଆସନ୍ତି ନିରାଶ୍ରୟ ଯୋଡ଼ିଏ ମଣିଷ। ଆଖି ଯେତେ ଦୂର ଯିବା ତା ସେପାରିକୁ ଲାଗି ରହିଥାଏ ଖାଲି ଅସରନ୍ତି ଅଗନାଗ୍ନି ବନସ୍ତ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଜାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।